ଘଟଣା କ'ଣ ସେ ଛୁଆଟା ବିକ୍ରି କରିଛି ବୋଲି ଆପଣ ସନ୍ଦେହ ମାନେ କିଛି ଦିନ ପୂର୍ବରୁ ଏମିତି ସାହି ପଡ଼ିଶା କହୁଥିଲେ ସେ ଛୁଆଟାକୁ ବିକ୍ରି କରିଦେଇକି ପଳେଇବ ବୋଲି ମୁଁ ଶୁଣୁଥିଲି। କିନ୍ତୁ ମୁଁ ଆଉ ବିକ୍ରି ତ କରିଥାନ୍ତି ସେଟା ଭାବିବି କାହିଁକି। ଆଜି ସକାଳୁ ଦେଖିଲା ବେଳକୁ ତାଙ୍କ ଘରେ ବହୁତ ଲୋକ ଭାଟି ମୁଣ୍ଡ ଜୋର ହେଉଛି। ମୁଁ ସେଠିକି ଗଲା ବେଳକୁ ମାନେ ମାର୍ଫଦାରୀ ଉପରେ କ'ଣ ହେଇଛି ନା ସେ ଛୁଆଟାକୁ ନେଇକି କାଲି ଯାଇଥିଲେ କୁଆଡ଼େ ଆଉ ଛୁଆ ଆଣିନାହାନ୍ତି ଆସିଛନ୍ତି। ଆମେ ସବୁ ପଚରା ପଚରି କରିବାରେ ସେ ଯେଉଁ ସ୍ତ୍ରୀ ଲୋକ ତାଙ୍କ ବୋଉ ମୁଁ କହିଲି ସେ ଛୁଆକୁ ତୁ ବିକିଲୁ କେମିତି? କହିଲା ନା ମୁଁ ବିକ୍ରି କରିନି ଛୁଆକୁ ଜଣକୁ ଦେଇଛି। ଦେଇଛୁ ଯଦି ତା ରେକର୍ଡଟା ଦେଉଁ ଯେଉଁ ବିକ୍ରି କରିବାରେ ଯେଉଁ ରେକର୍ଡଟା ସେଟାକୁ ଦେ ଆମେ ଦେଖିବୁ କାହାକୁ ଦେଇଛୁ କ'ଣ କରୁଛୁ କି ଇଏ କରୁଛୁ। ନା ସେ ରେକର୍ଡ ସେ ଦେଇପାରିଲାନି। ତେଣୁ ଏଇସବୁ ସନ୍ଦେହ ଭିତରେ ମୁଁ ଆସିଛି। ବିକ୍ରି କରିଛି ବୋଲି ପୋଲିସ କି ସେଟା ଲେଖିକି ଦିଆହେଇଛି। ପୋଲିସ କହିଛନ୍ତି ମ୍ୟାଡ଼ାମ ଆସନ୍ତୁ ମୁଁ ନେଇକି ଇନକ୍ୱାରି କରାଯିବ। ହଁ ସେଟା ଆମେ ବି ଶୁଣୁଛୁ, ମୁଁ ବି ଶୁଣିଛି। ଯେହେତୁ ଘଟଣାଟା ହେଇନି କିଛି କରିପାରୁନୁ ଆମେ। ଘଟଣାଟା ଯେତେବେଳେ ଘଟିଛି କିନ୍ତୁ ବିକ୍ରି କରିଛି ବୋଲି ତ ଆମେ ଠିକ ଘଟଣା ମୁଁ ଜାଣିନାହିଁ। କିନ୍ତୁ ସେ ତା ମା ସେ ଝିଅର ହଁ ଲେଖା ହେଇନାହିଁ ବିକ୍ରି ଅଛି ତ ଏଇଟା କ'ଣ ନା ଏଇଟା ଲେଖା ହେଇନି।